ଆପଣଙ୍କ ପିଲାମାନେ ବୋଇତାଳୁ ବା କଖାରୁ ଖାଇବାକୁ ପସନ୍ଦ କରୁନାହାନ୍ତି କି? ତାହେଲେ ବୋଇତାଳୁର ଏହି ନୂଆ ରେସିପିଟିକୁ ବନାନ୍ତୁ। ଯିଏ ନ ଖାଇବା ଲୋକ ବି ମାଗି ମାଗି ଖାଇବ। ଏହି ରେସିପି ପାଇଁ ମୁଁ ଖଣ୍ଡିଏ କଞ୍ଚା ବୋଇତାଳୁ ନେଇଛି। ତାକୁ ମଝିରୁ ଦୁଇ ଫାଳ କରିକି ପତଳା ପତଳା କାଟି ନେବା। ଏହି ରେସିପିଟି ଏତେ ଟେଷ୍ଟି ଲାଗୁଥିଲା ଯେ ଆପଣ ନିଜେ ଥରେ ନ କଲେ କେବେ ବି ବିଶ୍ୱାସ କରିବେନି। ବୋଇତାଳୁ ତ ପ୍ରାୟ ସମସ୍ତଙ୍କ ଘରେ ଥାଏ। ଆପଣ ଏହି ରେସିପିଟିକୁ ନିଶ୍ଚୟ ଥରେ ଘରେ ବନାନ୍ତୁ, ଖାଆନ୍ତୁ ଏବଂ କେମିତି ଲାଗିଲା ମୋତେ ନିଶ୍ଚୟ କମେଣ୍ଟ କରି ଜଣାଇବେ। ବୋଇତାଳୁକୁ ଏହିପରି ପତଳା ପତଳା କାଟିକି ତା ଚୋପାକୁ ଏମିତି ବାହାର କରିନେବା। ମଝି ପାର୍ଟଟିକୁ ମଧ୍ୟ ବାହାର କରିନେବା। ବୋଇତାଳୁକୁ ଆପଣ ଯେତେ ପତଳା କାଟିପାରିବେ ସେତିକି ପତଳା କାଟିବେ ଏବଂ ଛୋଟ ବଡ଼ ଯେମିତି ବି ପିସ୍ କରିପାରିବେ। ଗୋଟିଏ ପ୍ୟାନ୍ରେ ମୁଁ କିଛି ପାଣି ଗରମ କରି ନେଇଥିଲି। ବୋଇତାଳୁ ଖଣ୍ଡକୁ ସେଥିରେ ଦେଇ ଟିକିଏ ଲୁଣ ପକାଇବା ଏବଂ 2 ମିନିଟ୍ ଫୁଟିବା ପାଇଁ ଛାଡ଼ିଦେବା। ଦେଖନ୍ତୁ ବୋଇତାଳୁ 50% କୁକ୍ ହୋଇଗଲାଣି। ତାକୁ ଏବେ ବାହାର କରିନେବା। ପ୍ରାୟ 2 ମିନିଟ୍ରେ ଏହା ହୋଇଗଲା। ଉପରେ କିଛି ଥଣ୍ଡା ପାଣି ଢାଳିଦେବା। ବୋଇତାଳୁ ଯେମିତି ଆମର ଶୀଘ୍ର ଥଣ୍ଡା ହୋଇଯିବ। ବୋଇତାଳୁ ଖଣ୍ଡଗୁଡ଼ିକୁ ଗୋଟେ ପାତ୍ରରେ ବାହାର କରିନେବା। ସେଥିରେ 3 ବଡ଼ ଚାମଚ କର୍ଣ୍ଣଫ୍ଲୋର ବା ଆରାରୁଟ୍ ପକାଇବା। ସ୍ୱାଦ ଅନୁସାରେ ଲୁଣ ପକାଇବା। ଆଗରୁ ଲୁଣ ଦେଇଥିଲେ ଦେଖିକି ପକାଇବା। ଲଙ୍କାଗୁଣ୍ଡ ପକାଇବା। ଧଳା ରାଶି କିଛି ପକାଇବା। 1 ଚାମଚ ରିଫାଇନ୍ ତେଲ ପକାଇବା। 2 ବଡ଼ ଚାମଚ ବେସନ ପକାଇବା। 2 ଚାମଚ ପାଣି ଦେଇକି ସବୁକୁ ଭଲ ଭାବରେ ମିକ୍ସ କରିଦେବା। ଏପଟେ ମୁଁ ରିଫାଇନ୍ ତେଲ ଗରମ କରି ନେଇଛି। ତାକୁ ଛାଣି ନେବା। ଗୋଟେ ଗୋଟେ ପିସ୍ ଏମିତି ଛାଡ଼ି ଛାଡ଼ି ପକାଇବେ, ନହେଲେ ସବୁ ଏକାଠି ଲାଗିଯିବ। 2 ପଟ ଓଲଟ ପାଲଟ କରି ଏହା ଲାଇଟ୍ ଗୋଲ୍ଡେନ୍ କଲର୍ ହେଲା ପର୍ଯ୍ୟନ୍ତ ଛାଣି ନେବା। ଦେଖନ୍ତୁ ଏବେ ହେଇଗଲାଣି। ଗୋଟେ ପ୍ଲେଟ୍କୁ ବାହାର କରିନେବା। ବାକି ଯାହା ଅଛି ତାକୁ ମଧ୍ୟ ଏହିପରି ଛାଣି ନେବା। ଏବେ ଆମର ରେଡ଼ି ହେଇଗଲା। ଏହାକୁ ଆପଣ ବୋଇତାଳୁ ବା କଖାରୁ ଚିପ୍ସ ମଧ୍ୟ କହିପାରିବେ। ଏହାକୁ ଭାତ ସହିତ ସାଇଡ୍ ଡିଶ୍ରେ ମଧ୍ୟ ଖାଇପାରିବେ, ସ୍ନାକ୍ସରେ ମଧ୍ୟ ଖାଇପାରିବେ।